না মান মর্যাদা দরকার, পদবী দরকার, না যোগ্যতা দরকার। জেল ଚୋର ବିଭାଗରେ କେବଳ ଟଙ୍କା ଦରକାର। ମୁଁ ଡକ୍ଟର ସୁନୀଲ କୁମାର ରଥ ଆର୍ ନ୍ୟୁଜ ରେ ପୁଣି ସବୁ ଦର୍ଶକଙ୍କୁ ସ୍ୱାଗତ ଜଣାଉଛି। ଜେଲ ଡିଜି ସୁଶାନ୍ତ ନାଥ ଗୋଟେ ଲାଞ୍ଚୁଆ ଆଇପିଏସ୍ ଅଫିସର। ଏଠୁ ସ୍ପଷ୍ଟ ଭାବରେ ପ୍ରମାଣିତ ହେଲା ଯେ ଜେଲ ଡିଜି ସୁଶାନ୍ତ ନାଥ ହିଁ ଜେଲରୁ ଲାଞ୍ଚ ସଂଗ୍ରହ କରନ୍ତି। ଅନୁସୟା ଜେନା ବୀରେନ୍ ସାହୁଙ୍କୁ ବାଦ ଦେଲେ ମୁଖ୍ୟ ଖଲନାୟକ ହେଉଛନ୍ତି ଆଇପିଏସ୍ 1993 ର ଏଇ ଆଇପିଏସ୍ ସୁଶାନ୍ତ ନାଥ। ଆମେ କିଛି ଦିନ ପୂର୍ବରୁ ଅଭିଯୋଗ ଦାଖଲ କରିଥିଲୁ। ପୁଲିନ କୁମାର ଜେନା ଏବଂ ବନ୍ଧନ ବେହେରା ସହ କଟକ ସର୍କଲର ଜଣେ ୱାର୍ଡର ସୂର୍ଯ୍ୟକାନ୍ତ ସାହୁ এই ତିନି ୱାର୍ଡର ଲକ୍ଷାଧିକ ଟଙ୍କା ଲାଞ୍ଚ ଦେଇଛନ୍ତି। ପୁଲିନ ଜେନା କୁଆଡେ ପାଖାପାଖି 5 ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲା ବେଳେ ବନ୍ଧନ ବେହେରା ସିଧା ଲକ୍ଷେ ଟଙ୍କା ଜେଲ ଡିଜିଙ୍କୁ ତାଙ୍କ ଟେବୁଲ ଉପରେ ଦେଇଛନ୍ତି। ଜେଲ ଡିଜି ସେଠୁ 50,000 ଟଙ୍କା ନେଇ ଅନୁସୟା ଜେନାକୁ 25,000 ମନୋରଞ୍ଜନ ପତିଆରୀକୁ ଦେଇଛନ୍ତି। এটা ସ୍ପଷ୍ଟ ଭାବରେ ପ୍ରମାଣିତ ହେଲା ଯେ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶ ଆସିଲା ପରେ ମଧ୍ୟ ଚିଫ ସେକ୍ରେଟାରୀ ଇନକ୍ୱାରି କରୁଥିଲେ ମଧ୍ୟ ଲାଞ୍ଚୁଆ ଜେଲ ଡିଜି ସୁଶାନ୍ତ ନାଥ ବନ୍ଧନ ବେହେରା ଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଇ ବର୍ଷେ ମଧ୍ୟରେ ପୁଣି ପୂର୍ବ ଷ୍ଟେସନକୁ ବଦଳି କରିଛନ୍ତି। ଜେଲ ମାନଙ୍କୁ କେବଳ ଭାଉଲେସନ କରିନାହାନ୍ତି, ଜେଲ ବିଭାଗକୁ କଳଙ୍କିତ କରିଛନ୍ତି ଜେଲର ডিজি সুশান্ত কুমার নাথ। আমি বারম্বার বিদ্রোহ করছিলু এই ভ্রষ্টাচার বিভাগরে লাঞ্চুয়া জেল ডিজি সুশান্ত নাথ বারম্বার অর্ডর করନ୍ତି 3 ବର୍ଷ ହେଇଥିଲେ ବଦଳି ଯିବ, 5 ବର୍ଷ 7 ବର୍ଷ 10 ବର୍ଷ পর্যন্ত নিজ পাখরে ওয়ার্ডরକୁ এবং ନିଜର କର୍ମଚାରୀଙ୍କୁ ରଖୁଛନ୍ତି। କେବଳ ଲାଞ୍ଚ ଟଙ୍କା ପାଇଁ ଅର୍ଡର ବାହାର କରାଯାଉଛି। ଜେଲ ଡିଜି ସୁଶାନ୍ତ ନାଥ ଭଳି ଲାଞ୍ଚୁଆ ଆଇପିଏସ୍ ଓଡ଼ିଶାରେ ଗୋଟେ ବି ଅଫିସର ନାହାନ୍ତି। এই লাঞ্চুয়া অফিসর জনে ওয়ার্ডরଙ୍କୁ ବି ଶେଷରେ ବର୍ଷେ ତଳେ ବଦଳି କରିଥିଲେ ମଧ୍ୟ ପୁଣି ଲକ୍ଷ ଟଙ୍କା ଲାଞ୍ଚ ନେଇ ପୁଣି ବଦଳି କରିଛନ୍ତି ପ୍ରିଭିୟସ୍ ଷ୍ଟେସନକୁ ବଦଳି କରିବାରେ ବେଆଇନ ହେଇଥିବା ବେଳେ ବର୍ଷ ମଧ୍ୟରେ କାହିଁକି ବଦଳି କରି, ଯଦି ତମେ ଲାଞ୍ଚ ନେଇ এইଭଳି ସମସ୍ତଙ୍କୁ ବଦଳି କରିବ এই ଡିପାର୍ଟମେଣ୍ଟରେ ବଦଳି କାହିଁକି ଚଲେଇଛ? এই ଟାଉଟର ଅଫିସର ମାନେ କେବଳ ବଦଳି ଟାଉଟର କରି ଟଙ୍କା ରୋଜଗାର କରିବା ପାଇଁ ହିଁ କରିଛନ୍ତି। এই বিভাগର এই ভ্রষ্টাচার বিভাগରେ অযোগ্য অফিসর মানে কেবল লাঞ্চ টଙ୍କା ବର୍ଷରେ କୋଟି କୋଟି ଟଙ୍କା କମେଇବା ପାଇଁ ଫାର୍ସ କରନ୍ତି ଅର୍ଡରର ବାହାନା। ଆକୁ ଆମେ ପୁଣି ଚ୍ୟାଲେଞ୍ଜ କରିବୁ। ଭ୍ରଷ୍ଟାଚାର ଜେଲ ଡିଜି ସୁଶାନ୍ତ ନାଥଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ସରକାରଙ୍କ ପାଖରେ ଦାବି କରିବୁ। এই ଲାଞ୍ଚୁଆ ଆଇପିଏସ୍ ଅଫିସର ଜେଲ ଡିଜି ସୁଶାନ୍ତ ନାଥ କାହିଁକି ବନ୍ଧନ ବେହେରାକୁ ବର୍ଷେ ପରେ ପୁଣି ବଦଳି କରାଇଛନ୍ତି? ପ୍ରିଭିୟସ୍ ଷ୍ଟେସନକୁ ବଦଳି ଯଦି କରାଉଛନ୍ତି କାହିଁକି এই ବର୍ଷିକିଆ ବଦଳି ନିୟମକୁ ଜେଲ ବିଭାଗରେ ଲାଗୁ କରାଯାଉଛି? ବର୍ଷିକିଆ ବଦଳି ନିୟମ କରି ୱାର୍ଡରମାନଙ୍କୁ ଜେଲରମାନଙ୍କୁ ଟଙ୍କା ଲୁଟ କରୁଛନ୍ତି এই ଲୁଟେରା ଜେଲ ଡିଜି ଡିଆଇଜି ଏବଂ ସିନିୟର ସୁପରିଟେଣ୍ଡେଣ୍ଟ। ଜେଲ ବିଭାଗର এই ଟାଉଟର ଚୋର ଅଫିସର ମାନେ ଜେଲରୁ ଆସାମିକ ଖାଦ୍ୟ ଲୁଟ କରି ଖାଇଲେ, ଜେଲରେ ଚନ୍ଦନ କାଠ ଚୋରି କରି ଖାଇଲେ, ଜେଲରେ ଆସାମୀକୁ ଗର୍ଭବତୀ ମଧ୍ୟ କରାଇଲେ, ଗଞ୍ଜେଇ ବିକିଲେ, ମଦ ବିକିଲେ, ମୋବାଇଲ ବିକିଲେ। କିନ୍ତୁ ଲାଞ୍ଚୁଆ ଜେଲ ଡିଜି ସୁଶାନ୍ତ ନାଥ ପକେଟକୁ ପଇସା ଆସିଗଲେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। କଟକ ସହର ହେଉଛି ତାର ଜ୍ୱଳନ୍ତ ଉଦାହରଣ। এই ଲାଞ୍ଚୁଆ ଡିଜି ଜେଲ ଡିଜି ସୁଶାନ୍ତ ନାଥ କେବଳ ସେତିକି କରିନାହାନ୍ତି, ପୂର୍ବରୁ ଆମେ ଆଉ ଏକ ମାମଲାର ଉଦାହରଣ ଦେବୁ। ଆମର ଏବେ ପ୍ରଥମ ପଏଣ୍ଟ ହେଲା ବନ୍ଧନ ବେହେରାଙ୍କୁ ପ୍ରିଭିୟସ୍ ଷ୍ଟେସନକୁ ବର୍ଷ ମଧ୍ୟରେ ଟ୍ରାନ୍ସଫର କରିବା ପାଇଁ ଲାଞ୍ଚୁଆ ଜେଲ ଡିଜି ସୁଶାନ୍ତ ନାଥ କେତେ ଟଙ୍କା ଲାଞ୍ଚ ନେଇଛନ୍ତି? ଯଦି ଲାଞ୍ଚ ନେଇଛନ୍ତି କାହିଁକି ନେଇଛନ୍ତି ଏବଂ କାହିଁକି ନିଜ ପଦବୀରୁ ଇସ୍ତଫା ଦେବେନି? ଜେଲ ଡିଜି ସୁଶାନ୍ତ ନାଥ ପୂର୍ବରୁ ସ୍ୱାଗତ ରଥ ନାମଧେୟ ଜଣେ ୱାର୍ଡରଙ୍କର ବାପା ଅନ୍ଧ, ଆଖିକି ଦେଖାଯାଏନି, ଚାଲି ପାରନ୍ତିନି, କିନ୍ତୁ হোম সব ডিভিଜନ ଚେଞ୍ଜ ହେଲା ପରେ ମଧ୍ୟ ଆବେଦନକୁ ରିଜେକ୍ଟ କରାଗଲା। ହାଇକୋର୍ଟର ନିର୍ଦ୍ଦେଶ ଆସିଲା, କଣ୍ଟାକ୍ଟ ପର୍ଯ୍ୟନ୍ତ ବଦଳି କରାଗଲାନି, କିନ୍ତୁ ଜେଲ ଡିଜିର ପକେଟକୁ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ସ୍ୱାଗତ ରଥ ସାଙ୍ଗେ ସାଙ୍ଗେ ବଦଳି ହେଇଯାଇଥାନ୍ତା। ଏବଂ କେବଳ ସେତିକି ନୁହଁ, କେଉଁଝର ଜେଲରେ ଥିବା ଜେଲ ସୁପରିଟେଣ୍ଡେଣ୍ଟ ଉପେନ୍ଦ୍ର କୁମାର ଜେନା ରେଢ଼ାଖୋଲ ଜେଲରେ ଥିବା ବେଳେ এই କାଠ ଚୋର ଜେଲ ସୁପରିଟେଣ୍ଡେଣ୍ଟ ଜଣକ ସେଠୁ କାଠ ଚୋରି କରି ଜେଲରେ ତ ଯାହା ଜାଣିଲେ ବିକ୍ରି କରୁଥିଲେ। সেই ভিডিও ମଧ୍ୟ ଆମେ ଦେଖିଥିଲୁ এই ଲାଞ୍ଚୁଆ ଜେଲ ଡିଜି ସୁଶାନ୍ତ ନାଥଙ୍କୁ। କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା, ପୁଣି এই ଲାଞ୍ଚୁଆ ଏବଂ କାଠ ଚୋର ସୁପରିଟେଣ୍ଡେଣ୍ଟଙ୍କୁ ପୁଣି କେନ୍ଦୁଝର ପଠାଯାଇଛି। ଜଣେ
आउ जड़े माछ चोरी किए से जेल विभाग भ्रष्टाचार ऑफिसर को प्रश्रय दूसरी सी होती आईपीएस 1993 बैचर भ्रष्टाचार आईपीएस लांचुआ आईपीएस सुशांत नाथ जे कि वर्षे मध्य बदली करती लक्ष टंका लांच नहीं प्रीवियस स्टेशन को बदली करती किंतु रोल कॉल को ए महाशय स्ट्रिक्टली जेल मध्य पालन करने को निर्देश जाइछथि जे डीजी सुशांत नाथ रोल कॉल को चूरमार कर भंगा जीवो कौनसी जेल रे रोल कॉल कार्यकारी हम नहीं कि योगा कार्यकारी हम योगा यदि करबो भरपूर खाद्य दियो जति कि सरकार दउछंती एवं रोल कॉल को भागो कारण तुम जेल रे कौनसी नियम कार्यकारी होनी एई लांचुआ जेल डीजी सुशांत नाथ को तुरंत विदा करिया सरकार निकट रे फोन दाबी पत्र दाखल करिवु एवं यति कि रहउछि नमस्कार।